ଏଇ ଯୋଉ ଓଟିଭି ତା ପାର୍ଟିରେ ସେତେବେଳେ କଣ ମଣ୍ଡା ପିଠା ପୁରେଇ ଦେଇଥିଲା କି କଣ କିଛି କହିଲାନି। ଗତ ସପ୍ତାହରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଲା। ମଣ୍ଡା ବାବୁଙ୍କ ସଂସ୍ଥାରେ ଆଜ୍ଞା ମଣ୍ଡା ପିଠା ପଶି ଯାଇଥିଲା କି ପାର୍ଟିରେ କଣ ମୁହଁ ଖୋଲିଲାନି। ଆଉ ଆଜ୍ଞା ଅଚ୍ୟୁତ ସାମନ୍ତ ବିଜେଡିରେ ଥିଲେ, ଅଚ୍ୟୁତ ସାମନ୍ତଙ୍କର କିଟ୍ ଗୋଟେ ସଂସ୍ଥା ଅଛି, ଭଲ ମାଲ ଦବ, ସେଇଥିଲାଗି ଏମାନେ ଆଜ୍ଞା ଭୁକି ହେଉଛନ୍ତି। ନିଶ୍ଚିତ ଭାବରେ କିଟ୍ କ୍ୟାମ୍ପସରେ ଘଟିଥିବା ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାଟି ଅତ୍ୟନ୍ତ ନିନ୍ଦନୀୟ। ଓଡ଼ିଶାର ଗଣମାଧ୍ୟମ ଏବେ ସୁପର ହିରୋ ସାଜିଛି ଆଜ୍ଞା, ବୁମ୍ ଲଗେଇକି ଇଏ ବାଇଟ ଦେଲେନି, ସିଏ ବାଇଟ ଦେଲେନି, ଆମ ପ୍ରଶ୍ନର ଉତ୍ତର ଦେଲେନି, ଭଲ ନାଟକ ବି ମଧ୍ୟ ଚାଲିଛି। ଏଇ ଓଟିଭି ଏବେ ବଜଉଛି ଯେ କିଟ୍ରେ ଯଦି ନେପାଳୀ ଛାତ୍ରୀ ଜଣକ ଆତ୍ମହତ୍ୟା କଲେ ପ୍ରେମରେ ପଡ଼ିକି, ବ୍ଲାକମେଲର ଶିକାର ହେଇକି, ମାନସିକ ନିର୍ଯାତନାର ଶିକାର ହେଇକି ଯେତେବେଳେ ଆତ୍ମହତ୍ୟା କଲେ, ଏଥିପାଇଁ ଦାୟୀ ହେଉଛନ୍ତି କିଏ ନା ଆଜ୍ଞା ଅଚ୍ୟୁତ ସାମନ୍ତ, କିଟ୍ ସଂସ୍ଥା। ତାହେଲେ ଓଟିଭି ଦପ୍ତର ଭିତରେ ଏକ ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ସେଥିରେ 4 ଜଣ ଦୋଷୀ ମଧ୍ୟ ସାବ୍ୟସ୍ତ ହୋଇଛନ୍ତି। ଆଉ ସେ 4 ଜଣ ହେଉଛନ୍ତି ଓଟିଭିର କର୍ମଚାରୀ ଆଜ୍ଞା। ଏବେ ସେ ଏକ୍ସ କର୍ମଚାରୀ ହେଇଯାଇଛନ୍ତି। ଆଜ୍ଞା ଓଟିଭି କାହାକୁ ଦୋଷ ଦେବ? ଜାଗି ମଗତ ପଣ୍ଡାକୁ ଦୋଷ ଦେବ କି? ଜାଗି ମଙ୍ଗତ ପଣ୍ଡା ଏ ସବୁର ଜିମ୍ମେଦାରୀ ନେବେ କି, ଯେ କହିବେ ତାଙ୍କ ପାଇଁ ଆଜ୍ଞା ବଳାତ୍କାରଟି ହେଇଛି? କାରଣ ଓଟିଭିର ମାଲିକ ହେଉଛନ୍ତି ଜାଗି ମଙ୍ଗତ ପଣ୍ଡା, ବୈଜୟନ୍ତ ପଣ୍ଡାଙ୍କ ଧର୍ମପତ୍ନୀ। ଠିକ୍ ଏଇଆ ତ ଦେଖଉଛି ଏବେ। ଓଟିଭି କହୁଛି ଯଦି ଅଚ୍ୟୁତ ସାମନ୍ତ ଦାୟୀ, ମୁଁ ତ କହିବି ମହାକାଳପଡ଼ାର ଯୋଉ ଦଳିତ ଝିଅଟି ଆଜ୍ଞା, ନାବାଳିକା ଝିଅଟିକୁ ଆଜ୍ଞା ବଳାତ୍କାର କରିଥିଲେ ଓଟିଭିର କର୍ମଚାରୀ, ସେ ଘଟଣାରେ ଜାଗି ମଙ୍ଗତ ପଣ୍ଡା ଜେରା ହେବା ଦରକାର, ଜାଗି ମଙ୍ଗତ ପଣ୍ଡା ଜେଲ୍ ଯିବା ଦରକାର, ସେ ସଂସ୍ଥାକୁ ସିଲ୍ କରିବା ଦରକାର। ଗୋଟେ ଦଳିତ ଝିଅକୁ ଆଜ୍ଞା ବଳାତ୍କାର କରିଦେଲେ ସଂସ୍ଥା ଭିତରେ, ଆଜ୍ଞା ଟିଭି ଚ୍ୟାନେଲର କିଛି ହେଲାନି, ମାଲିକ ଆଜ୍ଞା ଜେରା ହେଲାନି, ମାଲିକ ଆଜ୍ଞା ଜେଲ୍ ଗଲାନି, କାହିଁକି ଆଜ୍ଞା? ତାହେଲେ ଆମେ କାହିଁକି ଆଜ୍ଞା ଅଚ୍ୟୁତ ସାମନ୍ତକୁ ଦୋଷ ଦେବା? ଭାବିଲେ 40,000 ପିଲାଙ୍କୁ ଆଜ୍ଞା କିଟ୍ ମାଗଣାରେ ପାଠ ପଢୁଛି, କେତେ ବଡ଼ ପୁଣ୍ୟ କାମ ଆଜ୍ଞା। ଯୋଉ ଲୋକଟି ଆଜ୍ଞା 40,000 ପିଲାଙ୍କୁ ପାଠ ପଢଉଛି, ସି ଆଜ୍ଞା କଣ ଏଇଭଳିଆ କାର୍ଯ୍ୟରେ କେବେ ବି ଲିପ୍ତ ଥବ ଯୋଉଭଳି ଓଟିଭି ଦେଖଉଛି? ମାନେ ଏବେ ପ୍ରୋଟେଷ୍ଟ କରୁଛନ୍ତି, ସେ ପ୍ରୋଟେଷ୍ଟ କରୁଥିବା ଲୋକମାନେ ବା ଓଡ଼ିଆ ଅସ୍ମିତାର ଠିକାଦାର ମାନେ, ତାଙ୍କର କଣ ଆଜ୍ଞା ଜିଭ ନଥିଲା, ଗୋଡ଼ ନଥିଲା ଆଜ୍ଞା ପ୍ରୋଟେଷ୍ଟ କରିବା ପାଇଁ? ସେ ଘଟଣାରେ, ବାଣୀବିହାର ଘଟଣାରେ ପ୍ରୋଟେଷ୍ଟ ହେଇପାରିନଥାନ୍ତା, ମାଲକାନଗିରି ଘଟଣାରେ ପ୍ରୋଟେଷ୍ଟ ହେଇପାରିନଥାନ୍ତା, ରେଭେନ୍ସା ଘଟଣାରେ ପ୍ରୋଟେଷ୍ଟ ହେଇପାରିନଥାନ୍ତା? ଓହୋ, ଆପଣ କିଟ୍ ପାଇଁ ଆଜ୍ଞା ଯେତେବେଳେ କିଟ୍ ବିରୁଦ୍ଧରେ ଲଢ଼େଇ କରିବେ, ତାର କ୍ୟାମ୍ପସଟିକୁ ଭାଙ୍ଗିବେ, ତାହେଲେ ଆପଣଙ୍କୁ ମୋଟା ଅଙ୍କର ମାଲ ମିଳିବ, ସେ ଆଶାରେ ଯାଇ ଆପଣ ସେଠି ପ୍ରୋଟେଷ୍ଟ କରିବେ। ଆପଣ ପ୍ରୋଟେଷ୍ଟ କରିଚାଲନ୍ତୁ, ଆମେ ବି ଆଜ୍ଞା ଆପଣଙ୍କର ଯୋଉ ପ୍ରୋଟେଷ୍ଟ ପଛରେ ଯିଏ ଅଛନ୍ତି ଆମେ ତାଙ୍କୁ ମଧ୍ୟ ଧୋଇ ଚାଲିବୁ।